ଜୟ ଜଗନ୍ନାଥ ସମସ୍ତଙ୍କୁ। ଆଜି କ୍ଲାସରେ ଆମେ ଟାଇମ୍ ଆଣ୍ଡ ୱାର୍କ ପଢିବା। ପରସେଣ୍ଟେଜ ଅଲମୋଷ୍ଟ ସରି ଯାଇଥିଲା, ଏବେ ଆମେ ଟାଇମ୍ ଆଣ୍ଡ ୱାର୍କ ପଢିବା। ତ ଟାଇମ୍ ଆଣ୍ଡ ୱାର୍କରେ ଆଜି ମୁଁ କିଛି ବେସିକ୍ କନସେପ୍ଟ କହିବି, ତା ସହିତ କିଛି କ୍ୱେଶ୍ଚିନ୍ ମଧ୍ୟ କରାଇବି। ତ ସେଇ ବେସିକ୍ କନସେପ୍ଟରୁ ଆପଣମାନେ କିଭଳି କ୍ୱେଶ୍ଚିନ୍ ସଲ୍ଭ କରିପାରିବେ ତାହା ମଧ୍ୟ ଦେଖିବା। ଠିକ୍ ଅଛି, ଆଜି ଆମ କ୍ଲାସ ନେବ ଟାଇମ୍ ଆଣ୍ଡ ୱାର୍କ। ସମୟ ଓ କାର୍ଯ୍ୟ। ଦେଖନ୍ତୁ ଟାଇମ୍ ଆଣ୍ଡ ୱାର୍କରେ କଣ ହଉଛି ନା, ଯେତେବେଳେ କ୍ୱେଶ୍ଚିନ୍ ଏ ଗୋଟେ କାମକୁ ଏତିକି ଦିନରେ କରିପାରେ, ବି ସେଇ କାମକୁ ଏତିକି ଦିନରେ କରିପାରେ, ତ ମିଶିକି କିଭଳି କରିପାରିବେ। ତ ତା ପୂର୍ବରୁ ଆମେ କିଛି କନସେପ୍ଟ ଜାଣିବା। ଗୋଟେ ମେନ୍ କନସେପ୍ଟ ହଉଛି ଏଫିସିଏନ୍ସି। କଣ ନା ଏଫିସିଏନ୍ସି। ଦେଖନ୍ତୁ ଏଫିସିଏନ୍ସି କଣ କହୁଛି ଦେଖନ୍ତୁ, ଯେଭଳି ମୁଁ କହିଲି ରାମ ଗୋଟେ ବ୍ୟକ୍ତି ଅଛି, ସେ କଣ କରୁଛି ଭାଇ ମାନେ 15 ଦିନରେ 30ଟି ଚେୟାର ତିଆରି କରିପାରୁଛି। କଣ କରିପାରୁଛି ନା 30ଟା ଚେୟାର ତିଆରି କରିପାରୁଛି। ତ 15 ଦିନରେ 30ଟା ଚେୟାର କରିପାରୁଛି। ଯଦି ମୁଁ କହିବି ଗୋଟେ ଦିନରେ କେତେଟା ଚେୟାର କରିପାରେ, ଗୋଟେ ଦିନରେ କେତେଟା ଚେୟାର କରିପାରେ, ତାହେଲେ କଣ କରିପାରିବା? 30କୁ 15 ହରିଦବା, 2ଟା ଚେୟାର। ତାହେଲେ ଗୋଟେ ଦିନରେ ସେତିକି କାମ କରେ, ତ ସେଇଟା ହଉଛି ତାର ଏଫିସିଏନ୍ସି। ତାହେଲେ ଏଫିସିଏନ୍ସି କହିଲେ କଣ କରିବା ନା, ୟୁନିଟ ଟାଇମରେ ଡନ୍ ୱାର୍କ ଡନ୍, ୱାର୍କ ଡନ୍ the work done in unit time। ବୁଝନ୍ତି ଅର୍ଥ କଣ? ତ ୱାର୍କ ଡନ୍ ଇନ୍ ୟୁନିଟ ଟାଇମ, ୟା ଅର୍ଥ ହଉଛି କି ତ ଗୋଟେ ୟୁନିଟ ଟାଇମରେ ଯେପରି ଦେଇଥିଲା 15 ଦିନରେ 30ଟା ଚେୟାର କରିପାରୁଛି, ତାହେଲେ ଗୋଟେ ଦିନରେ 2ଟା ଚେୟାର କରିପାରୁଛି। ତ ଗୋଟେ ଦିନରେ 2ଟା ଚେୟାର କରୁଛି, ସେଇଟା ହଉଛି ତାର କଣ ଏଫିସିଏନ୍ସି। ମୁଁ ଯଦି କହିବି ଜଣେ ବ୍ୟକ୍ତି କଣ କରିବ ନା 10 ଘଣ୍ଟାରେ ଆପଣଙ୍କର 300ଟା ଇଟା ତିଆରି କରିପାରିବେ, 300ଟି କଣ କରିପାରିବେ ନା ବ୍ରିକ୍ସ ତିଆରି କରିପାରିବେ। ତାହେଲେ ମୁଁ କହିବି ଗୋଟେ ଘଣ୍ଟାରେ 10 ଆୱାର ଏତିକି କରିବ, ଗୋଟେ ଆୱାରରେ କେତେ କରିବ? 300 ବାଇ କେତେ? 10। ତା ଅର୍ଥ କହିପାରିବି କେତେ? 30ଟା ବ୍ରିକ୍ସ। ବୁଝିଲା? ତାହେଲେ କେତେଟା କହିପାରିବି? 30ଟା ବ୍ରିକ୍ସ। ତାହେଲେ ଗୋଟେ ଘଣ୍ଟାରେ କେତେ କରିପାରୁଛି? ଯଦି ଦିନରେ ଦେଇଛି, ତାହେଲେ ଗୋଟେ ଦିନରେ କେତେ କରିପାରୁଛି? ସେଇଟା ହଉଛି ତାର କଣ ଏଫିସିଏନ୍ସି। ତ ଏଥିରୁ ଆମେ ଏଫିସିଏନ୍ସି କଣ ଜାଣିଲେ ନା, ଯେତେବେଳେ ଗୋଟେ ବ୍ୟକ୍ତି ତାର ଯେତିକି ଦିନରେ କିମ୍ବା ଯେତିକି ସମୟରେ କିଛି କାର୍ଯ୍ୟ କରୁଥିବ, ଫର ୟୁନିଟ ଟାଇମ, ମାନେ ଗୋଟିଏ ୟୁନିଟ ଟାଇମରେ ସେ କେତେ କାର୍ଯ୍ୟ କରିପାରୁଛି, ସେଇଟା ହଉଛି ତାର ଏଫିସିଏନ୍ସି। ତ ଏଇ ଯୋଉ ଟାଇମ ଆଣ୍ଡ ୱାର୍କ ଆମେ କ୍ୱେଶ୍ଚିନ୍ କରିବା କିମ୍ବା ଆମେ ପଢିବା ଟାଇମ ଆଣ୍ଡ ୱାର୍କ, ତ ଟାଇମ ଆଣ୍ଡ ୱାର୍କ ପଢିବା ବେଳେ ଆମେ ଦେଖିବା ଯେ ଏଫିସିଏନ୍ସି ପର ୟୁନିଟ ଟାଇମରେ ସେ କେତେ କରିପାରୁଛି, ସେଇଗୁଡ଼ିକ ଆପଣ ଯଦି କାଢିପାରିବେ ତାହେଲେ ଆପଣମାନଙ୍କୁ କରିବାକୁ ବହୁତ ସହଜ ହେବ। ତ ସେଇଭଳି ଭାବେ ମୁଁ ଯଦି କହିବି ଗୋଟେ ବ୍ୟକ୍ତି 10 ମିନିଟରେ 15 ମିନିଟରେ କଣ କରୁଛି ନା 15 ମିନିଟରେ 45ଟା ପେଜ କପି କରିପାରୁଛି। ମୁଁ ଯଦି କହିବି ଗୋଟେ ମିନିଟରେ କେତେ କରୁଛି, ତାହେଲେ ତାର ଏଫିସିଏନ୍ସି କେତେ ହବ? ସେ ଯୋଉ ଗୋଟେ ମିନିଟରେ ଆମେ କାଢିବା 45/15 ମାନେ କେତେ ହେଇଯିବ? 3 ପେଜ। 3 ପେଜ ଟି କଣ କରିପାରିବ ନା 3 ପେଜ ସେ କଣ କରିପାରିବ ନା କପି କରିପାରିବ। ତାହେଲେ ଗୋଟେ ମିନିଟ ଯେମିତି 15 ମିନିଟ ଦେଇଥିଲା, ଏ ଯୋଉ ଗୋଟେ ମିନିଟ ଯଦି ମୁଁ କହିବି ସେ ବ୍ୟକ୍ତିର ଏଫିସିଏନ୍ସି କେତେ, ତ ତାର ଏଫିସିଏନ୍ସି କେତେ ହବ? ଏଫିସିଏନ୍ସି ହବ 3। ଏଇଟା ହବ ଏଫିସିଏନ୍ସି। ତାପରେ ଆଉ ଗୋଟେ ଜିନିଷ ଦେଖନ୍ତୁ, ଯଦି ମୁଁ ଗୋଟେ କହିବି ଜଣେ ବ୍ୟକ୍ତି ମାନେ ଏ ଗୋଟେ ବ୍ୟକ୍ତି ଅଛି, ସେ 10 ଦିନରେ ଗୋଟେ କାମକୁ କରିପାରୁଛି। ଆଉ ଜଣେ ବ୍ୟକ୍ତି ଅଛି ବି, ଯଦି 15 ଦିନରେ ସେଇ କାମକୁ କରିପାରୁଛି, ତାହେଲେ ମତେ କହିଲେ ଏଫିସିଏନ୍ସି କାହାର ଅଧିକ ହବ? ନା ଏଫିସିଏନ୍ସି ଏ ର ଅଧିକ ହବ। କାହିଁକି ନା ଦେଖନ୍ତୁ ଭାଇ ମାନେ 10 ଦିନରେ ଯେତିକି କରିପାରୁଛି, ଇଏ 15 ଦିନରେ ସେତିକି କରିପାରୁଛି। ମୁଁ କଣ କହିଲି ଏଫିସିଏନ୍ସି ମାନେ ଗୋଟେ ଦିନରେ ଇଏ କେତେ କାମ କରିବ, ଆଉ ଇଏ ଗୋଟେ ଦିନରେ କେତେ କାମ କରିବ। ଯଦି ଏହାର 10 ଦିନରେ ଇଏ ଯେତିକି କାମ କରୁଛି, 15 ଦିନ ଇଏ ସେତିକି କାମ କରୁଛି, ତା ଅର୍ଥ 10 ଦିନରେ ଯେତିକି ଅଧିକ କାମ, ଯେତିକି କାମ 15 ଦିନ ସେତିକି କାମ, ତା ତ ଗୋଟେ ଦିନ ନିଶ୍ଚିତ ଇଏ ଅଧିକ କାମ କରୁଥିବ। ତ ଏ ର ଏଫିସିଏନ୍ସି କଣ ହବ? ସବୁବେଳେ ଅଧିକ ହବ। ଆଉ ବି ର ଏଫିସିଏନ୍ସି କଣ ହବ? କମ ହବ। ତାହେଲେ ଆମେ ଏଥିରୁ ଗୋଟେ ଜିନିଷ ଜାଣିଲେ, ଏଫିସିଏନ୍ସି ଆଉ ଟାଇମ ଭିତରେ ରିଲେସନ ହଉଛି କଣ? ଇନଭର୍ସଲି ପ୍ରୋପୋର୍ସନାଲ। ଏଫିସିଏନ୍ସି ଆଉ ଟାଇମ ଭିତରେ ରିଲେସନ ହଉଛି ଇନଭର୍ସଲି ପ୍ରୋପୋର୍ସନାଲ। ତାହେଲେ ଗୋଟେ ବ୍ୟକ୍ତିର ଯଦି ଅଧିକ ଟାଇମ ନଉଛି, ତାହେଲେ ତାର ଏଫିସିଏନ୍ସି କଣ? କମ ହବ। ଯଦି ଗୋଟେ ଲୋକ କମ ଟାଇମ ନଉଛି, ତାର ଏଫିସିଏନ୍ସି କଣ ହବ? ନା ଅଧିକ ହବ। ତାପରେ ଗୋଟେ ଜିନିଷ ଦେଖନ୍ତୁ, ମୁଁ କହୁଛି ଆପଣଙ୍କୁ ଗୋଟେ କଥା,
देखो ମନେକର କହିଲା ହଁ ତାହେଲେ କଣ ହେଲା ତାହେଲେ ଟାଇମ ଇଜ ଇକ୍ୱାଲ ଟୁ କଣ ଦେଇଛି ନା ଟାଇମ ଏଥିରୁ ଆମେ କହିପାରିବା ଏଫିସିଏନ୍ସି ଇନଭର୍ସ ପ୍ରପୋର୍ଶନାଲ ଟୁ କଣ टाइम तो टाइम भी बढ़िले कौन हो एफिशिएंसी कौन हो कमिबो यदि टाइम कमिबो तार एफिशिएंसी बढ़िबो बुझिला ना बुझिला ताले मु कोन कहली इटा कोन फिर आपण माने गोटे जिनिस जानि करथिबे त 10 दिन रे 10 दिन रे जदि गोटे व्यक्ति ए गोटे कार्य करे सेही कार्य को बी कोन करे ना 15 दिन रे करि पारे 15 दिन रे करि पारे एथे आमे देइछि एथे किछि देइनि हमकु मने कर ए जो काम करछि बी से काम करछि तार मु कहि पारि एमति कि ए 10 दिन रे जेति किटे इटा तयारी करि पारे बी मध्ये 10 15 दिन रे जेति किटे कारण कार्य समान ता तो मु कोन करि पारि ए 10 दिन रे जेति किटे इटा तयारी करे बी सेति किटे इटा तयारी करि पारे ताले 10 और 15 रे एलसीएम लेबी माने कोन 10 ता गु लेबी मु जानिनी कार्य केते मु जानिनी कार्य केते से करछथि किंतु कोन कहिस क्वेश्चन रे ए 10 दिन रे जेति काम करि पारे बी 15 दिन रे सेति काम करि पारे ताले मु जानिनी समान कोन करथि कि समान काम करथि ताले मु कहबी मन को टोटल वर्क माने टोटल वर्क माने समान केते काम करछथि टोटल वर्क मो मन इच्छा देबी टोटल मन इच्छा कोन नेबी ना 10 और 15 रो लॉस नेबी कोन नेबी ना 10 और 15 रो लॉस नेबी 10 और 15 लॉस है 10 और 15 लॉस है যদি কোন করিবে না 30 বাহিরিব কেতে বাহিরিব না 30 বাহিরিব তার তো মু কই পারিবি এ যদি 10 দিନରେ 30 টা ইটা তৈরি করি পারে বি কোন করি পারে না 15 দিନରେ 30 টা ইটা তৈরি করি পারে তাহলে মু যদি কইবি এ 10 দিନରେ 30 টা ইটা তৈরি করুছি তাহলে গোটে দিন সে কেতে করিব না এফিসিয়েন্সি কেতে হবে না 30 বাই 10 মানে কেতে 3 তাহলে কেতে হবে না 3 বি যদি 15 দিনের 30 টা ইটা তৈরি করছি তাহলে মু কই গোটে দিনে কেতে এটা করিব না দুইটা এটা তৈরি করিব দেখুন ভাই মানে যে তিনটা এটা তৈরি কলা বেলে ই কোন হচ্ছে না দুইটা এটা তৈরি করছে তাহলে মু যদি এমন টাইম র রেশিও নেবি ए टाइम ର ରେସିଓ ନେବି ए ଆଉ b ର टाइम ର ରେସିଓ ଇଏ କେତେ ଦିନ ନଉଛି 10 ଦିନ b କେତେ ଦିନ ନଉଛି 15 ଦିନ ତ ମୁଁ ରେସିଓ ନେବି 10 ଅନୁପାତ 15 ତାହେଲେ କେତେ ବାହାରିବ 2 ଅନୁପାତ 3 କିନ୍ତୁ ଯଦି ମୁଁ ଏଫିସିଏନ୍ସି କରୁଛି ଏଫିସିଏନ୍ସି ମାନେ କଣ ଦିନକୁ ସେ କେତେ କରୁଛି ତାହେଲେ ଏଫିସିଏନ୍ସି ମୋର କଣ ବାହାରିବ ଏଫିସିଏନ୍ସି ବାହାରିବ କଣ ନା 3 ଅନୁପାତ 2 ତାହେଲେ ଗୋଟେ ଜିନିଷ ଦେଖିଲେ टाइम ର ରେସିଓ ଯାହା ଥିଲା ତାର ଏଫିସିଏନ୍ସି ର ରେସିଓ କଣ ହେଲା ତାର ଉଲ୍ଟା ହେଇଗଲା ତ ସେଥିପାଇଁ କହିଲି ଏଫିସିଏନ୍ସି ଅଲୱେଜ କଣ inversely proportional to the time ବୁଝିପାରିଲେ inversely proportional to the time efficiency ratio ଯାହା ହେଲା ତାର ଉଲ୍ଟାଟା କଣ ହବ ନା ଟାଇମ ର ରେସିଓ ହବ ତା ଏଥିରୁ ଗୋଟେ ଜିନିଷ ଲକ୍ଷ୍ୟ କରିବେ ଏଥିରୁ ଗୋଟେ ଜିନିଷ ଲକ୍ଷ୍ୟ କରିବେ କଣ କହିଲି ନା ଟାଇମ inversely proportional to the କଣ ନା efficiency inversely proportional to the time ଯେତେବେଳେ ମୁଁ proportionality symbol ଉଠେଇବି ତାହେଲେ କଣ କରିବି ନା is equal to k by t k by t ମାନେ ୟା ସେଠି जो k ଯୋଉ କନଷ୍ଟାଣ୍ଟ ଗୁଣିବି ଏ k ଟି ମୁଁ କଣ କରି ପାରିବି ତାକୁ ମୁଁ ନେଇ ପାରେ ଟୋଟାଲ ୱାର୍କ ନେଇ ପାରେ କଣ କରି ପାରିବି ନା ଟୋଟାଲ ୱାର୍କ ନେଇ ପାରେ ଏଠି କଣ କରି ପାରିବି ଏ जो k ଗୋଟେ କନଷ୍ଟାଣ୍ଟ ସେ କଣ ଟୋଟାଲ ୱାର୍କ ମାନେ ସେ କେତେ କାର୍ଯ୍ୟ କରୁଛନ୍ତି ତାହେଲେ ମୁଁ ଯଦି k କାଢିବି ତାହେଲେ k କଣ ହବ t ଏଠି ହରା ଅଛି ଏପଟେ ଗଲେ ଗୁଣି ହେଇଯିବ e into t ତାହେଲେ ମୁଁ କଣ କହି ପାରିବି ଗୋଟେ ଲୋକ କେତେ କାମ କରୁଛି କେମିତି ଜାଣିବି ତାର ଏଫିସିଏନ୍ସି ଦେଇଛି କେତେ ଟାଇମ ଦେଇଛି ତାର ଟୋଟାଲ ୱାର୍କ କାଢି ପାରିବି ତା ଅର୍ଥ ମୁଁ କହିବି ଗୋଟେ ଲୋକର ଯଦି ଏଫିସିଏନ୍ସି ଗୋଟେ ଲୋକର ଯଦି ଏଫିସିଏନ୍ସି ମାନେ କଣ ପ୍ରତି ୟୁନିଟ ଟାଇମରେ ସେ କେତେ କାର୍ଯ୍ୟ କରୁଛି ଗୋଟେ ଲୋକର ଏଫିସିଏନ୍ସି ଅଛି 2 ଆଉ କେତେ ଦିନ ଟାଇମ କଣ କରୁଛି ନା ମନେକର ସେ 17 ଦିନ ଟାଇମ ନଉଛି କେତେ 17 ଡେଜ ତାହେଲେ ମୁଁ କହିବି ତାର ଟୋଟାଲ ୱାର୍କ କେତେ ହବ ମୋର ଟୋଟାଲ ୱାର୍କ ହବ 2 ଗୁଣନ 17 ମାନେ କେତେ ନା 34 ହବ ତାହେଲେ ଟୋଟାଲ ୱାର୍କ ବାହାରି ପଡିଲା ଏଇ ଭଳିଆ ବାହାରି ପଡିବ ଯଦି ଆପଣଙ୍କର ଏଫିସିଏନ୍ସି ଦେଇଛି ଆଉ ଟାଇମ ଦେଇଛି ତାହେଲେ ଆପଣ ମାନେ କଣ କରିପାରିବେ ନା ଟୋଟାଲ ୱାର୍କ କାଢିପାରିବେ ବୁଝିବ ସମସ୍ତଙ୍କୁ ଯଦି ଏଫିସିଏନ୍ସି ଦେଇଛି ଆଉ ଟାଇମ ଦେଇଛି ଆପଣ ମାନେ କଣ କରିପାରିବେ ନା ଟୋଟାଲ ୱାର୍କ କାଢିପାରିବେ ତ ଏଥିରୁ ଆମେ ବହୁତ ଗୁଡିଏ କ୍ୱେଶ୍ଚିନ୍ ସଲ୍ଭ କରିବା ଯେତେବେଳେ ଆମେ କ୍ୱେଶ୍ଚିନ୍ ଆସିଥାଏ ବହୁତ ଗୁଡିଏ କ୍ୱେଶ୍ଚିନ୍ ଆସିଥାଏ କଣ ନା ଏ ଗୋଟେ କାମକୁ ଯଦି ଗୋଟେ କାମକୁ ମନେକର 6 ଡେଜ ରେ କରିପାରୁଛି କଣ କରିପାରୁଛି ନା 6 ଡେଜ ରେ କରିପାରୁଛି ଆଉ B ସେଇ କାମକୁ କଣ କରିପାରୁଛି ନା 9 ଡେଜ ରେ କରିପାରୁଛି 9 ଡେଜ ରେ କରିପାରୁଛି ପଚାରୁଛି କ୍ୱେଶ୍ଚିନ୍ ରେ କଣ ନା A B ମିଶିକି ସେଇ କାର୍ଯ୍ୟକୁ କେତେ ଦିନରେ କରିପାରନ୍ତି ତ ଏଇଭଳି କ୍ୱେଶ୍ଚିନ୍ ଆପଣଙ୍କ ଏକ୍ସାମ୍ ରେ ଆସିଥାଏ ତ ଦେଖନ୍ତୁ A 6 ଦିନରେ ଯେତିକି କାର୍ଯ୍ୟ କରିପାରେ B କଣ କରିପାରେ ସେଇ କାର୍ଯ୍ୟ 9 ଦିନରେ କରିପାରେ ତାହେଲେ ମୁଁ ଜାଣିନି ଟୋଟାଲ ୱାର୍କ କେତେ କଣ କରିବି ତାହେଲେ ଟୋଟାଲ ୱାର୍କ କଣ କରିବି ନା 6 ଆଉ 9 ର ଲସ୍ ନେଇଛି
6 ଆଉ 9 ର ଲସାଗୁ ହଉଛି କେତେ ନା 18। ତାହେଲେ ମୁଁ କହିପାରିବି ଯେ ଇଏ 6 ଦିନରେ ଯଦି 18ଟା ଇଟା ତିଆରି କରିପାରେ, ଇଏ 9 ଦିନରେ କଣ କରିପାରେ 18ଟା ଇଟା ତିଆରି କରିପାରେ। ଯଦି 6 ଦିନରେ 18ଟା ଇଟା ତିଆରି କରୁଛି ତ ଦିନକୁ କେତେଟା କରୁଛି ନା ଦିନକୁ 3ଟା। ଯଦି 9 ଦିନରେ 18ଟା ଇଟା ତିଆରି କରୁଛି ଦିନକୁ କେତେଟା କରୁଛି ନା 2ଟା ଇଟା ତିଆରି କରୁଛି। ତାହେଲେ ମତେ ଗୋଟେ ଜିନିଷ ଦେଖିଲେ ଇଏ ଦିନକୁ କରୁଛି 3ଟା, ଇଏ ଦିନକୁ କରୁଛି 2ଟା। ଯଦି ଏ ବି ମିଶିବେ ଦିନକୁ କେତେଟା କରିବେ ନା ଏ ବି ମିଶିଲେ ଦିନକୁ ଯଦି କରିବେ ମାନେ ଏଫିସିଏନ୍ସି ତାର କାଢିବି, ଏଫିସିଏନ୍ସି ସହ ମିଶିଯିବ, ଇଏ 3ଟା କରୁଛି ଇଏ 2ଟା କରୁଛି, ତାହେଲେ ଦିନକୁ କେତେଟା କରିବେ ନା ଦିନକୁ 5ଟା କରିବେ। ତାହେଲେ ମୁଁ କଣ କହିପାରିବି ନା ଏ ବି ମିଶିଲେ ଦିନକୁ କରିବେ 5ଟା। ଟୋଟାଲ କେତେଟା ଇଟା ତିଆରି କରିବାର ଅଛି 18ଟା ଇଟା ତିଆରି କରିବାର ଅଛି। ତାହେଲେ ଏ ବି କୁ କେତେ ଦିନ ଲାଗିବ ଦିନକୁ ଯଦି 3ଟା କରନ୍ତି ତ 18ଟା ଇଟା ତିଆରି କରିବେ 18/5 3 ପୂର୍ଣ୍ଣ 3/5 ଡେଜ। କଣ ହବ ନା ଏ ବି ମିଶିକି ଲାଗିବ। এইଭଳି ଭାବେ ଭାଇମାନେ ଆପଣମାନେ ସହଜରେ କାଢି ପାରିବେ। ଏହା ଥିଲା ଆପଣଙ୍କର ବହୁତ ବେସିକ କନସେପ୍ଟ। ବୁଝିହଉଛି ସମସ୍ତଙ୍କୁ? ବୁଝିହଉଛି? ମାତ୍ର ଆପଣ ଖାଲି ଏଫିସିଏନ୍ସି କୁ ଲକ୍ଷ୍ୟ କରିବାକୁ ପଡିବ। ତାହେଲେ ମୁଁ ଆଉ ଥରେ କହିଦଉଛି ଆପଣମାନଙ୍କୁ ଏଫିସିଏନ୍ସି କଣ ନା ଏଫିସିଏନ୍ସି ଦ ୱାର୍କ ଡନ୍ ଇନ୍ ୟୁନିଟ ଟାଇମ। ଯଦି ଗୋଟେ ବ୍ରାହ୍ମଣ ବ୍ୟକ୍ତି 15 ଦିନରେ 30ଟା ଚେୟାର ତିଆରି କରିପାରୁଛି ତାହେଲେ ଗୋଟେ ଦିନରେ ସେ ଯେତିକିଟା ତିଆରି କରିପାରିବ ସେଇଟା ହଉଛି ତାର ଏଫିସିଏନ୍ସି। ଯଦି ମୁଁ 10 ଘଣ୍ଟାରେ ସେ 300ଟା ଇଟା ତିଆରି କରିପାରୁଛି ତ 10 ଘଣ୍ଟା ଦେଇଛି ତାହେଲେ ଏ କୁ ଆଣିବି, ଏ କେତେବେଳେ 1 ଘଣ୍ଟାରେ ସେ କେତେଟା ଇଟା ତିଆରି କରିବ 30ଟା ଇଟା ତିଆରି କରିବ। ତାହେଲେ ଯୋଉ ଗୋଟେ ଦିନ ହଉ କିମ୍ବା ଗୋଟେ ଘଣ୍ଟା ହଉ ତ ସେ ହଉ ତାର କଣ ନା ଏଫିସିଏନ୍ସି ତାର। ବୁଝିଲା? ଗୋଟେ ଦିନ ହଉ କିମ୍ବା ଗୋଟେ ଘଣ୍ଟା ହଉ ସେଗୁଡିକ ତାର ସବୁ କଣ ନା ଏଫିସିଏନ୍ସି। ବୁଝିଗଲେ? ଘଣ୍ଟା ଦେଇଥିବ ତାର ଗୋଟେ ଘଣ୍ଟାକୁ ଆଣିବ, ଯଦି ଦିନ ଦେଇଥିବ ଗୋଟେ ଦିନକୁ ଆଣିବ, 15 ମିନିଟ ଦେଇଥିବ ତାର ଗୋଟେ ମିନିଟକୁ ଆଣିବ। এইଭଳି ଭାବେ ତାର କଣ ନା ଏଫିସିଏନ୍ସି କାଢିପାରିବ। ଠିକ ଅଛି? ତାପରେ ଦେଖନ୍ତୁ ଯେମିତି ଦେଇଛି ଏଠି କଣ 15 ମିନିଟରେ 45ଟା ପେଜ କପି କରିପାରୁଛି, ତ ଗୋଟେ ମିନିଟରେ କେତେ କରୁଛି 3ଟା ପେଜ କପି କରିପାରୁଛି। ଆଉ ତାହେଲେ ଦେଖନ୍ତୁ ତାହେଲେ ଏ ଗୋଟେ ଦିନ 10 ଏ ଗୋଟେ କାର୍ଯ୍ୟ 10 ଦିନ ନିଏ, ବି କଣ କରେ ନା 15 ଦିନ ନିଏ। ତାହେଲେ ମୁଁ କହିବି ସେଇ କାର୍ଯ୍ୟ ତ ଏ ଆଉ ବି କଣ କରିବ ନା ଦେଖନ୍ତୁ ଭାଇ ମାନେ ଇଏ 10 ଦିନରେ ଗୋଟେ କାର୍ଯ୍ୟ କରିପାରେ, ଇଏ 15 ଦିନରେ ସେଇ କାର୍ଯ୍ୟ କରିପାରେ। ତା ଅର୍ଥ ଏ କଣ କରୁଥିବ ଦିନକୁ ଅଧିକ ଅଧିକ କାମ କରୁଥିବ, ଏ କଣ କରୁଥିବ ଅଧିକ ଅଧିକ କାମ କରୁଥିବ ଗୋଟେ ଦିନରେ, ବି କଣ କରୁଥିବ କମ କମ କାମ କରୁଥିବ, ସେଥିପାଇଁ ସେଇ କାର୍ଯ୍ୟ କରିବା କଣ କରୁଛି ନା 15 ଦିନ ତାକୁ ଟାଇମ ଲାଗୁଛି। ତ ସେଥିପାଇଁ ସେ ଯୋଉ ଯାହାର ଟାଇମ କମ ତାର ଏଫିସିଏନ୍ସି ଅଧିକ। ତାହେଲେ ମୁଁ ଯଦି କହିବି ଏ ଆଉ ବି ଭିତରୁ ଏଫିସିଏନ୍ସି କାହାର ଅଧିକ ନା ଏ ର ଅଧିକ। କଣ ପାଇଁ ନା ସେ ଯେହେତୁ ଗୋଟେ ଦିନ ଅଧିକ କାମ କରୁଛି ସେ କାମକୁ 10 ଦିନରେ ସାରିପାରୁଛି। ଯେହେତୁ ବି ଗୋଟେ ଦିନରେ କମ କାମ କରୁଛି ତ ସେଇ କାର୍ଯ୍ୟ କରିବା ପାଇଁ କେତେ ଦିନ ଲାଗୁଛି ନା 15 ଦିନ ଲାଗୁଛି। ବୁଝିପାରିଲେ? ତାହେଲେ ଏଫିସିଏନ୍ସି ଆଉ ଟାଇମ ଭିତରେ ରିଲେସନ କଣ ନା ଇନଭର୍ସଲି ପ୍ରୋପୋର୍ସନାଲ। ବୁଝିଗଲା? ଇନଭର୍ସଲି ପ୍ରୋପୋର୍ସନାଲ। ତାହେଲେ କଣ ହେଲା ଇନଭର୍ସଲି ପ୍ରୋପୋର୍ସନାଲ। ତ ଦେଖନ୍ତୁ ଯେଭଳି ଏଇ କ୍ୱେଶ୍ଚିନ୍ ଟା ଦେଇଥିଲା, ଏଇ କ୍ୱେଶ୍ଚିନ୍ ରେ ଆପଣ ମାନେ କଣ କଲେ ଦେଖନ୍ତୁ ସେଇଭଳି ଇନଭର୍ସ ପ୍ରୋପୋର୍ସନାଲ ମାନେ ଯଦି ମୁଁ ଟାଇମ ର ରେସିଓ କାଢିବି, ଟାଇମ ରେସିଓ କେତେ 2:3 ହଉଥିଲା, ଇନଭର୍ସଲି ପ୍ରୋପୋର୍ସନାଲ ମାନେ କଣ 3:2 ବାହାରିବ, ଓଲଟା ତାର ବାହାରିବ। ବୁଝିପାରିଲେ? ତାପରେ ଦେଖନ୍ତୁ ଯେତେବେଳେ ଏଫିସିଏନ୍ସି ଇନଭର୍ସଲି ପ୍ରୋପୋର୍ସନାଲ ଟୁ ଦ ଟାଇମ ଅଛି, ଯେତେବେଳେ ମୁଁ ପ୍ରୋପୋର୍ସନାଲ ଉଠେଇବି ଇଜିକାଲ ଟୁ ଦେଇକି ଗୋଟେ କଣ କରିବି ନା କନଷ୍ଟାଣ୍ଟ ଗୁଣିବି। ସେ କନଷ୍ଟାଣ୍ଟ ଟା କଣ ନା କେ, এইটা ଉଠେଇବାରେ ଗୋଟେ କନଷ୍ଟାଣ୍ଟ ଗୁଣିବାକୁ ପଡିବ। ଏଇ କେ ଟା ଆମର କଣ ନା ଟୋଟାଲ ୱାର୍କ ମାନେ କଣ କେତେ କାର୍ଯ୍ୟ କରୁଛି। ତାହେଲେ ଟୋଟାଲ ୱାର୍କ କେମିତି କାଢିପାରିବି ଏଫିସିଏନ୍ସି ଇନଟୁ ଟାଇମ। ୟା ଅର୍ଥ ମାନେ ଏଫିସିଏନ୍ସି ମାନେ କଣ ଦିନକୁ ସେ ଯେତିକିଟା କାମ କରେ, ଆଉ ଟାଇମ ମାନେ କଣ ଟୋଟାଲ କେତେ ଦିନ, ତାହେଲେ ଟୋଟାଲ ୱାର୍କ କାଢିପାରିବି ନା। ତ ଦିନକୁ ସେ 2ଟା ଇଟା ତିଆରି କରିପାରେ 17 ଦିନ, ତାହେଲେ ଟୋଟାଲ କେତେଟା ଇଟା ତିଆରି କରିପାରିବେ 14ଟା ଇଟା ତିଆରି କରିପାରେ। ତାହେଲେ ଆପଣଙ୍କର ଯଦି ଏଫିସିଏନ୍ସି ଦେଇଥିବ ଆଉ ଟାଇମ ଦେଇଥିବ ତାହେଲେ ଆପଣ ମାନେ କଣ କରିବେ କେ ବା ଟୋଟାଲ ୱାର୍କ କାଢିପାରିବେ। ତାପରେ ଏଇଟା ଗୋଟେ କ୍ୱେଶ୍ଚିନ୍ ଥିଲା ଯଦି ଏ ଗୋଟେ କାର୍ଯ୍ୟକୁ 6 ଦିନରେ କରିପାରେ, ବି ସେଇ କାର୍ଯ୍ୟକୁ 9 ଦିନରେ କରିପାରେ, ତାହେଲେ କ୍ୱେଶ୍ଚିନ୍ ଦେଇଛି ଏ ଆଉ ବି ମିଶିକି ସେଇ କାର୍ଯ୍ୟକୁ କେତେ ଦିନରେ କରିପାରିବେ। ବୁଝିପାରିଲେ? ଏ ଆଉ ବି ମିଶିକି ସେ କାର୍ଯ୍ୟ କେତେ ଦିନ କରିପାରିବେ। ତ ମୁଁ କଣ କହିବି ମାନେ ଏ ଯଦି 6 ଦିନରେ କାର୍ଯ୍ୟ କରିପାରେ ସେଇ କାର୍ଯ୍ୟକୁ ବି କଣ କରେ 9 ଦିନରେ କରିପାରେ। ମୁଁ ଜାଣିନି ସେ କାର୍ଯ୍ୟଟା କଣ, ସେ ଜାଣିନି କାର୍ଯ୍ୟଟା କଣ, ତାହେଲେ ମୁଁ କହିଲି ଟୋଟାଲ ୱାର୍କ। ଏଇ ଯୋଉ ଟୋଟାଲ ୱାର୍କ ମୁଁ କଣ କହିଲି ଭାଇ ମାନେ ଏଇ ଯୋଉ ଟୋଟାଲ ୱାର୍କ ମୋ ମନ ଇଚ୍ଛା ନେଇପାରିବି, କାରଣ ସେ କଣ ଦେଇଛି ଏ ଗୋଟେ କାମକୁ ଯେତିକି ଦିନରେ କରିପାରେ ବି ସେଇ କାର୍ଯ୍ୟକୁ 9 ଦିନରେ କରିପାରେ। ବୁଝିପାରିଲେ? ତାହେଲେ ମୁଁ କଣ କରିବି ନା ମୋ ମନ ଇଚ୍ଛା ନେଲି ଗୋଟେ କାର୍ଯ୍ୟ, କଣ କରିବି ନା 6 ଆଉ 9 ର ଲସକୁ ନେଇଗଲି। ଯେମିତି ମତେ କଣ ନା ସେମାନେ ଏଫିସିଏନ୍ସି କାଢିବା ପାଇଁ ସହଜ ହବ। ତାହେଲେ ମୁଁ କଣ କରିବି ନା 6 9 ର ଲସ୍ ନେଇଗଲି 18। ମୁଁ କହିବି ସେମାନେ ମୋର 18ଟା ଇଟା ତିଆରି କରୁଛନ୍ତି, ତା କାମ ହେଲା କଣ
18টা ଇଟା ତିଆରି କରିବ। ଯଦି 6 ଦିନରେ ସେ 18ଟା ଇଟା ତିଆରି କରୁଛି ତ ଏଇଟା ହଉଛି ତାର ଏଫିସିଏନ୍ସି। ତା ଦିନକୁ ସେ କେତେଟା କରିବ? 3ଟା କରିବ। ସେଇଭଳି ବି 9 ଦିନରେ ଯଦି 18ଟା ଇଟା ତିଆରି କରୁଛି ତ ଦିନକୁ କେତେଟା କରିବ? 2ଟା କରିବ। ତାହେଲେ ଏ ବି ମିଶିକି ଦିନକୁ କେତେଟା କରିବେ? 5ଟା କରିବେ। ଏ କରିବ 3ଟା, ବି କରିବ 2ଟା, ମିଶିକି 5ଟା କରିବେ। ତାହେଲେ 18ଟା ଇଟା ତାର ଟୋଟାଲ କଣ? ଏଇ 18ଟା ଇଟା କାମ କାର୍ଯ୍ୟ ହଉଛି କଣ? 18ଟା ଇଟା ତିଆରି କରିବା। ତ 18ଟା ଇଟାକୁ ଦିନକୁ ଯଦି 5ଟା ଲାଗେ ତାହେଲେ କେତେ ଦିନ ଲାଗିବ? 3 × 3/5 ଡେଜ୍। ବୁଝିଗଲା ସମସ୍ତଙ୍କୁ? ବହୁତ ସହଜ ଜିନିଷ, ବହୁତ ସହଜ। ସେଇଭଳି ଭାବେ ମୁଁ ଆଉ ଗୋଟେ କ୍ୱେଶ୍ଚିନ୍ କହୁଛି, ଏ ଯଦି ଗୋଟେ କାମକୁ 10 ଦିନରେ କରିପାରେ, 10 ଡେଜରେ କରିପାରେ, ଆଉ କଣ କରେ ନା ବି ସେଇ କାର୍ଯ୍ୟକୁ ନା 12 ଦିନରେ କରିପାରେ। କଣ କରିପାରେ? ନା 12 ଦିନରେ କରିପାରେ। ପଚାରୁଛି କ୍ୱେଶ୍ଚିନ୍ ରେ ଏ ବି ମିଶିକି ସେ କାର୍ଯ୍ୟକୁ କେତେ ଦିନରେ କରିବେ? ତାହେଲେ କଣ କରିବା ଭାଇ ମାନେ? ଦେଖନ୍ତୁ ଏ ଗୋଟେ କାର୍ଯ୍ୟ 10 ଦିନରେ କରୁଛି, ବି ସେହି କାର୍ଯ୍ୟକୁ 12 ଦିନରେ କରୁଛି। ତାହେଲେ ମୁଁ ଜାଣିନି କାର୍ଯ୍ୟ କଣ, ତାହେଲେ ମୁଁ କଣ କଲି ନା ଟୋଟାଲ ୱାର୍କ ନେଲି। ଟୋଟାଲ ୱାର୍କ ନେଲି। ଦେଖନ୍ତୁ ଭାଇ ଟୋଟାଲ ୱାର୍କ ନେଲି। ତାହେଲେ ମୁଁ କଣ କରିବି ନା ଯୋଉ କାର୍ଯ୍ୟ ଇଏ କରୁଛି ସେଇ କାର୍ଯ୍ୟ ମାନେ ବି ବି କରୁଛି। ତାହେଲେ 10 ଆଉ 12 ଲସ୍ କରିବି। ଭାଇ ମାନେ ଯେତେବେଳେ ଏଇଭଳି କ୍ୱେଶ୍ଚିନ୍ ଆସିବ ତ ଲସ୍ କରିବା ବହୁତ ସହଜ ହୋଇଥାଏ। କେମିତି? ନା ଦେଖନ୍ତୁ 12 ଏଇଠି 10 ଅଛି, ବଡ ସଂଖ୍ୟା କିଏ? ନା 12। ତାହେଲେ 12 ମୁଁ ମଲ୍ଟିପୁଲ ସବୁ କରିବି। 12 × 12 ଯୋଉଟା କି ଏ ଧର 12 × 12 12 × 24 12 କେତେ? 36 12 48 12 60। 60 ଏମିତି ଗୋଟେ ନମ୍ବର ଅଛି 12 ମଲ୍ଟିପୁଲ, ଯୋଉଟା କଣ ହଉଛି ନା 10 ଦ୍ୱାରା ଡିଭିଜିବୁଲ ହଉଛି। ତାହେଲେ ମୁଁ କଣ କରିପାରିବି ନା 10 ନେଇଛି 60। କିମ୍ବା ଆପଣ ମାନେ ଏମିତି ମଧ୍ୟ କରିପାରିବେ, କଣ କରିପାରିବେ ନା ଆପଣ ମାନେ କଣ କରିପାରିବେ ନା 10 କୁ ଭାଙ୍ଗିବେ କଣ 2 × 5, ଏଇଟା କଣ ହେଇଯିବ 2 × 6। ତାହେଲେ ଏଥିରେ 2 ଅଛି, ଏଥିରେ 2 ଅଛି, ଯୋଉଟା ଥିବ ସେଇଟାକୁ ନେଇଯିବେ। କଣ କରିବେ? 2 ଅଛି କମନ ନେଇଯିବ, ଆଉ ଯୋଉଟା ନାହିଁ ସେଟା ଗୁଣିଦେବେ। ଯୋଉଟା ଥିବ କମନ ସେ ଗୋଟେ ଥର ନେବେ, ଆଉ ଯୋଉଟା ନାହିଁ ସେଟା ଆଉ ଥରେ ଲେଖିଦେବେ। ତାହେଲେ କେତେ? 2 × 5 10 × 60। ତାହେଲେ ତାର ଲସ୍ କେତେ ହେଇଗଲା ନା 60 ହେଇଗଲା। ବୁଝିଲା? ଲସ୍ କେତେ ହେଇଗଲା ନା 60 ହେଇଗଲା। ତାହେଲେ ମୁଁ କହିପାରିବି ଏ ଏର ମାନେ କାମ କଣ ନା 60ଟା ଇଟା ତିଆରି କରିବା। ବୁଝିପାରିଲେ? ଏମାନେ କାମ କଣ ନା 60ଟା ଇଟା ତିଆରି କରିବା। ଏ ଯଦି 60ଟା ଇଟା ତିଆରି କରିବ କେତେ ଦିନକୁ କେତେ କରିବାକୁ ପଡିବ? ଦିନକୁ କରିବାକୁ ପଡିବ 6ଟା। ବି ଯଦି 12 ଦିନରେ 60ଟା ଇଟା ଦିନକୁ କେତେ କରିବାକୁ ପଡିବ? 5ଟା। ଦିନକୁ କେତେ କରିବାକୁ ପଡିବ? 5ଟା। ତା ତ ଭାଇ ମାନେ ଦେଖିଲେ ଇଏ କରୁଛି 6ଟା, ଇଏ କରୁଛି 5ଟା। ଯେତେବେଳେ ଏ ବି ମିଶିକି କରିବେ, ଏ ଆଉ ବି ମିଶିକି କରିବେ, ଏ ଆଉ ବି ମିଶିକି କରିବେ, ତାହେଲେ ସେ ଦିନକୁ କେତେଟା କରିବେ? ଏରା କଣ ହଉଛି ମାନେ ଦିନକୁ କାଟୁଛି ମାନେ କଣ? ଏରା ସବୁ ହଉଛି କଣ ନା ଏଫିସିଏନ୍ସି। କଣ ଏରା? ଏଫିସିଏନ୍ସି। ତାହେଲେ ଦିନକୁ କଣ କରିବେ? ଇଏ 6ଟା, ଇଏ 5ଟା, ଟୋଟାଲ କେତେଟା ହେଲା? 11ଟା ଇଟା କରିବେ ମିଶିକି କଲା ପରେ। ଟୋଟାଲ କେତେ ଦିନ ଲାଗିବ? 60/11। 60/11 ମାନେ କେତେ? 55/11 ଏତିକି ଡେଜ୍। ବୁଝିଗଲା? 5/5/11 ଡେଜ୍ ଲାଗେ। ବୁଝିଲା ନା ବୁଝିଲେ? ବହୁତ ସହଜ ଜିନିଷ ଭାଇ ମାନେ, ବହୁତ ସହଜ ଜିନିଷ। ଆଉ ଗୋଟେ କନସେପ୍ଟ ଟାଇପ କ୍ୱେଶ୍ଚିନ୍ ଦେଖିବା। କଣ କହିଲା ଭାଇ ମାନେ କନସେପ୍ଟ କହୁଛି, ଯଦି ଏ ଗୋଟେ କାର୍ଯ୍ୟକୁ କଣ କରୁଛି ଭାଇ ମାନେ? ଏ ଗୋଟେ କାର୍ଯ୍ୟକୁ ମନେକର 12 ଦିନରେ କରୁଛି, ଆଉ ବି ଏ ଆଉ ବି ମିଶିକି ଦେଖନ୍ତୁ ଇଏ ଗୋଟେ କେସ୍ ଆସିଲା, ଏ ଆଉ ବି ମିଶିକି କଣ କରୁଛନ୍ତି ନା ସେ କାର୍ଯ୍ୟକୁ 9 ଦିନରେ କରିପାରୁଛନ୍ତି। ବୁଝିପାରିଲେ? ଏ ଗୋଟେ କାର୍ଯ୍ୟକୁ 12 ଡେଜରେ କରୁଛି, ଆଉ ବି ଏ ଆଉ ବି ମିଶିକି କଣ କରୁଛି ନା 9 ଦିନରେ ସେ କାର୍ଯ୍ୟ କରିପାରୁଛି। ପଚାରିଛି ତାହେଲେ ବି ଏକୁଟିଆ ସେ କାର୍ଯ୍ୟ କେତେ ଦିନରେ କରିବ? ବୁଝିପାରିଲେ? ସେ କାର୍ଯ୍ୟ କେତେ ଦିନରେ କରିପାରିବ? ତାହେଲେ ମୁଁ କଣ କରିବି ନା ସେଇଭଳିଆ ଟୋଟାଲ ୱାର୍କ କାଟିବ। ଟୋଟାଲ ୱାର୍କ ଦେଖନ୍ତୁ 12 ଦିନରେ ଇଏ ଯେତିକି କାର୍ଯ୍ୟ କରୁଛି, ଏ ବି ମିଶିକି 12 ଦିନରେ ସେତିକି କାର୍ଯ୍ୟ, 9 ଦିନରେ ସେତିକି କାର୍ଯ୍ୟ କରୁଛନ୍ତି। ତାହେଲେ ମୁଁ କହିପାରିବି କାମ ତ ସେମ୍ ଏ କରୁ କିମ୍ବା ଏ ବି ମିଶିକି କରୁ ସେମ୍ କାମ। ତାହେଲେ 12 ଆଉ 9 ର ଲସ କାଢିବେ। ସେଇଭଳି ଭାବେ କଣ କରିବେ ନା 12 ର ଆପଣ କଣ କରିବେ? ମଲ୍ଟିପୁଲ ନେବେ। 12 12 24 12 36। 36 ଟା କଣ ହଉଛି 9 ଦ୍ୱାରା ଡିଭିଜିବୁଲ। ଟୋଟାଲ ୱାର୍କ କେତେ ହେଇଯିବ ନା 36 ହେଇଯିବ। ୟା ଅର୍ଥ ମୁଁ କହିପାରିବି ଏ 12 ଦିନରେ 36ଟା ଇଟା ତିଆରି କରୁଛି, ଏ ବି ମିଶିକି 9 ଦିନରେ 36ଟା ଇଟା ତିଆରି କରୁଛି। ତାହେଲେ ମୁଁ କହିବି ଏ ଗୋଟେ ଦିନରେ କେତେଟା ଇଟା ତିଆରି କରିପାରିବ? ନା 3ଟା ଇଟା ତିଆରି କରିପାରିବ। କେତେଟା ଇଟା? 3ଟା ଇଟା। ଆଉ ଏ ବି ମିଶିକି 9 ଦିନରେ କେତେଟା ଇଟା କରିବେ? 36ଟା। ତାହେଲେ କେତେଟା ଇଟା ତାର ଦିନକୁ କରୁଛନ୍ତି? 4ଟା ଇଟା। ତା ଭାଇ ମାନେ ଦେଖିଲେ ଏ ଦିନକୁ 3ଟା ଇଟା କରୁଛି, ଏ ବି ମିଶିକି 4ଟା ଇଟା ତିଆରି କରୁଛନ୍ତି। ତାହେଲେ ବି ଦିନକୁ ମିଶିଲେ କେତେଟା କରୁଥିବ? ଗୋଟେ ଇଟା। ଇଏ 3ଟା, ଇଏ ଗୋଟେ, ଇଏ 4ଟା ହେଇଗଲା। ତାହେଲେ ବି ଦିନକୁ କରୁଛି ଗୋଟେ, ତାହେଲେ 36ଟା ଇଟା ତିଆରି କରିବାକୁ ତାକୁ କେତେ ଦିନ ଲାଗିବ? 36/1 ଦିନକୁ ଗୋଟେ କରୁଛି କେତେ? 36/1 କେତେ ଦିନ ଲାଗିବ?
36 डेज लगे ये गोटे टाइप क्वेश्चन थिला माने ये गोटे टाइप क्वेश्चन एई बळी आपण माने कोन करिवे ना काढी परिवे बुझिला समस्त एफिशिएंट कोन एफिशिएंसी कोन समस्त बुझि पारले ना बुझि पारले बुझिला समस्त आउ गोटे टाइप क्वेश्चन आसे एई बळी से बळी एई बळी आउ गोटे क्वेश्चन करूची जदि कोन कहूची ना ए बी गोटे काम ए बी गोटे काम को मन कर करि परछंती 10 दिन में करि परछन केते 10 डेज में करि परछन बी जदि सेही काम को 15 दिन में करे केते 15 डेज में करि पारे 15 नहीं बी से काम को 25 दिन में बी को करबे ना 25 दिन में करि अरे पचारछि ए एकुटिया से कार्य केते दिन में करि ताल देखो तो भाई माने ए बी मिसी की 10 दिन में करछंती बी 25 दिन में करछि जदि मु टोटल वर्क काढिबी ताले मु कोन करिवि ताले ए बी मिसी जे काम करछि बी भी से काम करछि ताले 10 और 25 रो लॉस काढिबी ताले देखिले 25 रो मु कोणी के हमर बड़ संख्या 25 25 रो कोणी होवे 25 25 कोणी के 50 50 रो 10 दा डिविजिबल मु कहि पारे मन काम कोन 50 टा एटे देई करिबा जे ए बी 10 दिन में 50 टा एटे देई करछंती दिन को केतरा करिवे 5 टा करिवे यदि बी 25 टा एटा 50 दिन में करछि ताले दिन को केतरा करिवो दिन को 2 टा एटा देई करिवो ताले मु कहि पारिबि ए दिन को ताले केतरा एटा देई करिवे 3 टा एटा देई करिवो देखंतु ए बी मिसी 5 टा बी दिन को 2 टा ताले ए दिन को केतरा करिवो 3 टा करिवो ताले मते कहले टोटल एही कार्य करियो टोटल कार्य कोन 50 टा एटा तैयारी करिवा ताले 50 टा एटा तैयारी करिवा ए को एकुटिया केते दिन लागियो 50 बाय 3 केते 50 बाय 16 3 के 48 2 बाय 3 डे दिन लागियो बुझियो ना केते दिन लागियो 16 पूर्ण 2 बाय 3 डेज लागियो बुझियो समझ तो एही बळी भाबे आपण माने कोन कहि परिबे ना क्वेश्चन कहि परिबे आ गोटे टाइप ऑफ क्वेश्चन कहूची देखंतु आपण माने सब पर्सनल पढि सारछथि क्वेश्चन दे दियो जे A is 50% efficient as if B takes 23 days to complete a work, then A can complete the work in how many days? How many? देखो कौन कहला क्वेश्चन रे A is 50% efficient as यार तो भाई माने A को करना 50% efficient माने यार तो बुझंतु efficient माने कौन कहली माने B efficient माने कौन गोटे दिन रे केते कार्य करूची से कहला जे A 50% efficient as B माने मु कहि पारी B efficient माने B गोटे दिन रे जेती कार्य करि परथिबो A कोन करथिबो ना 50% 50% माने कोन अधा 50% माने अधा यार तो A कोन करथिबो ना तार अधा काम करछि बुझि पारे कोन करथिबो देखंतु B गोटे दिन जेती काम करथिबो A 50% efficient as B ताले B कोन करथिबो ना A सॉरी A कोन करथिबो ना अधा करथिबो B रे कोन करथिबो ना अधा कार्य करथिबो if B takes 23 days to complete a work তাহলে কইছে A से कार्य केते दिन कंप्लीट करबे তাহলে ভাই মান যেতବେଳେ এফিশিয়েন্ট রেশিও দেইতো এটি কোন দেইছে A 50% এফিশিয়েন্ট আছে B তাহলে মু কবে A is equal to 50% of B 50% of B এমতি কই পারি মানে এটা কোন আমি এফিশিয়েন্সি রেশিও নেবে তাহলে A is equal to কোন হবে 50% মানে কোন তার ফ্র্যাকশনাল মধ্যে A के बाय 2 of B তাহলে মু কই পারি কোন A by B is equal to कोन A के by 2 या तो मु कहि परबी A रो एफिशिएंसी होची 1 B रो एफिशिएंसी होची 2 ता तो मते गोटे कथा कहले
ତାର ତ ଏଫିସିଏଣ୍ଟ ମାନେ କଣ ଦିନକୁ ଯଦି ଦିଟା ଇଟା ତିଆରି କରିପାରିବ ଏ କଣ କରିପାରିବ ଦିନକୁ ଗୋଟେ ଇଟା ତିଆରି କରିପାରିବ। ଯଦି ବି ଦିନକୁ ଦିଟା ଇଟା ତିଆରି କରୁଛି ବି ଦିନକୁ କଣ କରୁଛି ନା ଦିଟା ଇଟା ତିଆରି କରୁଛି ତାକୁ ଟୋଟାଲ କାମ କମ୍ପ୍ଲିଟ କରିବାକୁ କେତେ ଦିନ ଲାଗୁଛି 23 ଦିନ କମ୍ପ୍ଲିଟ ଲାଗୁଛି ତାର କଣ 23 ଦିନ ଲାଗୁଛି ଟାଇମ ତାର କେତେ ନା 23 ଦିନ ଟୋଟାଲ ୱାର୍କ ମୁଁ କେମିତି କାଢିବି ଏଫିସିଏନ୍ସି ଇନଟୁ କଣ ଟାଇମ 2 ଇନଟୁ 23 କେତେ ହେଇଯିବ 46 ହେଇଯିବ ତାହେଲେ ମୁଁ କହିପାରିବି 46 ଟା ଇଟା ଟୋଟାଲ ୱାର୍କ ହଉଛି 46 କିନ୍ତୁ ଏ କଣ କରୁଛି ନା ଏ ର ଏଫିସିଏନ୍ସି ଅଛି 1 এর এফিসিয়েন্সি কেতে 1 মানে দিনକୁ ସେ ଗୋଟେ ଇଟା ତିଆରି କରୁଛି ତାର ଟୋଟାଲ ତ କେତେ ଦିନ ଲାଗିବ ଟାଇମ ତାର କେତେ ଦିନ ଲାଗିବ 46 ଇଟା ତିଆରି କରିବାକୁ ଦିନକୁ ଗୋଟେ ଘଣ୍ଟା କରୁଛି ତାହେଲେ 46 ବାଇ 1 କେତେ ଦିନ ଲାଗିବ 46 ଦିନ ଲାଗିବ ବୁଝିଲା କଣ ଲାଗିବ 46 ଦିନ ଲାଗିବ ଇଏ ଥିଲା ଗୋଟେ ଟାଇପ କ୍ୱେଶ୍ଚନ ବୁଝିବାକୁ ନା ବୁଝିବାକୁ ଏଇଭଳି ଭାବେ ଆପଣ ମାନେ ଆହୁରି ମଧ୍ୟ ବହୁତ ଗୁଡିଏ କନସେପ୍ଟ କରିପାରିବେ ଯଦି ଏ ବି ସି ତିନିଟା ଦେଇଥିବ କଣ ଦେଇଥିବ ଏ ବି ସି ତିନିଟା ମନର କ୍ୱେଶ୍ଚନ ଦେଇଥିବ ଏ ଗୋଟେ କାମକୁ ମନେକର 8 ଦିନରେ ବି ସେଇ କାମ କଣ କରିପାରେ ନା 10 ଦିନରେ ସି ସେଇ କାମ କଣ କରିପାରେ ନା 12 ଦିନରେ କରିପାରେ क्वेश्चन में पचाची ए बी और सी मिसिकी से कार्य केते दिन करबे बुझिबाले ताले ए गोटे काम को 8 दिन कर पारे सेही काम को बी को कर पारे 10 दिन कर पारे सेही काम को सी को कर पारे ना 12 दिन रे कर पारे ताले मु कहबी टोटल वर्क केते माने से कार्य केते ताले माने मु कहबी ये जति कार्य करछि ये भी जति कार्य करछि ये भी जति कार्य करछि किंतु कार्य किछि देली तो मन नै छमु नेबी ताले मु कहबी 8 10 12 लॉस हो 8 10 12 लॉस हम जति मु नेबी କେତେ ବାହାରି ହବ ତ ଦେଖନ୍ତୁ ମୁଁ କଣ କରିବି ଦେଖନ୍ତୁ 12 ରୁ 10 ଲସ୍ ଆମେ ବଡ ବଡ ନମ୍ବର ଦିଟା ନେଇଛି ତା ଲସ୍ କେତେ ବାହାରି ପଡିବ ନା ବାହାରି ପଡିବ ମୋ 60 କେତେ ବାହାରି ପଡିବ ନା 60 ତ 60 ର ବର୍ତ୍ତମାନ ମଲ୍ଟିପୁଲ ନେବି ଯୋଉଠି 8 ଦ୍ୱାରା ଡିଭିଜିବୁଲ ହବ କୋଉଟା ନା 120 କେତେ ହେଇଯିବ ନା 120 ଆପଣ ଡାଇରେକ୍ଟ ମଧ୍ୟ କାଢି ପାରିବେ 8 10 12 ଏମିତି କରିକି ମଧ୍ୟ କାଢି ପାରିବେ କେତେ ବାହାରିବ 120 ହିଁ ବାହାରିବ କେତେ ବାହାରିବ 120 ହିଁ ବାହାରିବ 2 ଗଲେ କେତେ 4 5 6 2 ଗଲେ କେତେ 2 5 3 2 ଦୁଗୁଣେ 4 4 ଦୁଗୁଣେ 6 4 ଦୁଗୁଣେ 8 8 5 କେତେ 40 40 3 କେତେ 120 ଟୋଟାଲ ତାର କେତେ ହେଲା 120 ହେଇଗଲା ତାହେଲେ ଭାଇ ମାନେ ଦେଖନ୍ତୁ ଯେ 8 ଦିନରେ ଇଏ 120 ଟା ଏଟେ ତିଆରି କରିପାରୁଛି ତ ଦିନକୁ କେତେଟା ଏଟା କରିବ 15 ଟା এই 10 ଦିନରେ 120 ଟା ଦିନକୁ କେତେଟା କରିବ 12 ଟା ଯଦି 12 ଦିନରେ 120 ଟା ଦିନକୁ କେତେଟା କରିବ 10 ଟା ଏଟା ତିଆରି କରିବ ଯେତେବେଳେ ଏ ବି ସି ମିଶିକି କରିବେ ତ ଇଏ ଦିନକୁ ପଡୁଛି 15 ଟା ଇଏ 12 ଟା ଇଏ 10 ଟା ଦିନକୁ ଯଦି ମିଶିକି ସେମାନେ କରିବେ ତାହେଲେ 15 12 27 10 କେତେ 37 ହେଇଗଲା କେତେ ହେଇଗଲା 37 କେତେ ହେଇଗଲା ନା 37 ତାହେଲେ ଆଙ୍କର ଏଫିସିଏନ୍ସି ଯଦି ମୁଁ କହିବି ଏ ବି ସି ଦିନକୁ ମିଶିକି କରିବ କେତେଟା 37 ଟା ଏଟା ତାହେଲେ କରିବାକୁ ପଡିବ କେତେଟା 120 ଟା କରିବାକୁ ପଡିବ ତାହେଲେ ଟାଇମ କେତେ ଦିନ ସମୟ ନେବେ 120 ବାଇ 37 କେତେ ହେଇଛି 37 ଦୁଗୁଣ ହେଇଛି କେତେ 74 74 ହେଲେ ବଳି ପଡିବ କେତେ ଆପଣଙ୍କର ନାଇଁ 37 ତିରିକି ହେଇଯିବ ନହେଲେ 119 ବାଇ 37 କେତେ ହେଇଛି 111 ହେଲେ ଆପଣଙ୍କର ହେଇଛି କେତେ ନା 9 ବାଇ 100 ଏଠି ନ ଟାଇମ ବୁଝିପାରିଲେ এইଭଳି ଭାବେ ଆପଣ ମାନେ କରିପାରିବେ ବୁଝିପାରୁଛନ୍ତି ନା ବୁଝିପାରୁଛନ୍ତି ବହୁତ ସହଜ ଭାଇ ମାନେ ଟାଇମ ଆଣ୍ଡ ୱାର୍କ କ୍ୱେଶ୍ଚିନ୍ ବହୁତ ସହଜ କେବଳ କନସେପ୍ଟ ହଉଛି ଏଫିସିଏନ୍ସି ର କନସେପ୍ଟ ଏଫିସିଏନ୍ସି ଆପଣଙ୍କର କ୍ଲିୟର ଅଛି ତାହେଲେ ଆପଣ ମାନେ ବହୁତ ସହଜରେ କରିବେ ବୁଝିହଉଛି ଆଉ ବେଳେ ବେଳେ କ୍ୱେଶ୍ଚିନ୍ ଆସିଥାଏ ଅଧାରେ କାର୍ଯ୍ୟ କିଛି ଛାଡି କାଲି ଆମେ क्वेश्चन ବା डिस्कशन କରିବା ଆଉ ଆଜି ମୁଁ ଆପଣଙ୍କୁ ପ୍ରାୟ ବେସିକ କନସେପ୍ଟ ବୁଝେଇ ଦଉଛି ହେଲା ସେ କହିଛି କଣ କହୁଛି ଭାଇ ମାନେ ଏ ଗୋଟେ କାର୍ଯ୍ୟ ମନେ କର 10 ଦିନରେ କରିପାରେ କଣ କରିପାରେ ନା 10 ଡେଜ ରେ କରିପାରେ ଏ ବି ମିଶିକି ଆଉ ବି ସରି ବି ସେଇ କାର୍ଯ୍ୟ କଣ କଲା ନା ବି ସେଇ କାର୍ଯ୍ୟ ମନେ କର 8 ଡେଜ ରେ କରିପାରେ ଆଉ ସେ କହିଛି ଏ ବି ମିଶିକି କଣ କରିଛନ୍ତି ଭାଇ ମାନେ ଗୋଟେ ଦିନ କାର୍ଯ୍ୟ କରିଛନ୍ତି ଏ ବି ମିଶିକି କଣ କରିଛନ୍ତି ନା ଗୋଟେ ଦିନ କରିଛନ୍ତି 1 ଡେ କରିଛନ୍ତି ତାପରେ ସେ କାର୍ଯ୍ୟ ଛାଡିକି ବି ଲେଜ ଦ ୱାର୍କ ବି କଣ କରିଛି ନା ସେ କାର୍ଯ୍ୟ ଛାଡିକି ପଳେଇଛି
बाकी काम को कौन करिवो ना रिमेन काम को कौन करिवो रिमेनिंग वर्क डन बाय ए हाउ मेनी देखो क्वेश्चन कौन देला ए गोटे काम को 10 दिन में करि पारे बी से काम को 8 दिन में करि पारे किंतु कौन होला तापर ए भी मिसी काम करे कौन होची ना गोटे दिन काम कला पर बी को गला काम छाड़ी पड़े बाकी काम को किए करिवो ताले ए करिवो से बाकी काम को ए केते दिन करिवो तो এইভাবে কোশ্চিন যেତେବେଳେ ଆସେ ଦେଖନ୍ତୁ କେମିତି ବହୁତ ସହଜ ଯଦି ଆପଣଙ୍କ ବେସିକ କ୍ଲିୟର ଥିବ ତାହେଲେ ଆପଣ ମାନେ କରିବେ ତ କଣ କହିଲା ନା ଏ 10 ଦିନ କାମ କରିବେ ବି 8 ଦିନ କରିପାରେ ମୁଁ ଜାଣିନି ସେ କିନ୍ତୁ କାମ ସମୟ କରିଦା ଟୋଟାଲ କଣ କରିବା ଟୋଟାଲ ନବା 10 8 ଲସ୍ କେତେ 40 ତାହେଲେ ମୁଁ କଣ କହିପାରିବି ଦେଖନ୍ତୁ 10 ଦିନରେ 40 ଟା ଇଟା ତିଆରି କରିବ ଦିନକୁ କରିବ କେତେଟା 4ଟା ଇଟା ତିଆରି କରିବ କି 8 ଦିନ 40 ଟା ଇଟା ତିଆରି କରିବ ଦିନକୁ କେତେ କରିବ 5ଟା ଇଟା କରିବ ତାହେଲେ ଏ ବି ମିଶି ଗୋଟେ ଦିନରେ କରିବେ କେତେ ଗୋଟେ ଦିନ କାମ କରୁଛନ୍ତି ତାହେଲେ ଇଏ 4ଟା ଇଏ 5ଟା ମିଶି କେତେ ଦିନ ଗୋଟେ ଦିନ କେତେ କରିବେ 9ଟା ଇଟା ତିଆରି କରିବେ 9ଟା ଇଟା ଗୋଟେ ଦିନ ତିଆରି ହେଇଯାଇଛି 40ଟା ଇଟା ତିଆରି କରିବା କଥା 9ଟା ଇଟା ତିଆରି କରାଯାଇଛି ଆଉ ବଳି ପଡିଲା କେତେ ନା 40 ମାଇନସ 9 ଆଉ କେତେଟା ନା 31ଟା ଇଟା ବଳି ପଡିଲା ଏ 31ଟା ଇଟା ଦିନକୁ 4ଟା ଲେଖା କରୁଛି କେବଳ କିଏ କରିବ ଏ କରିବ ତାହେଲେ ଏ 31ଟା ଇଟା ତିଆରି କରିବାକୁ କେତେ ଦିନ ଲାଗିବ 30 ବାଇ 4 428 ବଳି ପଡିଲା କେତେ 3 ବାଇ 4 ଡେଜ 3 ଦିନ କରିପାରିବେ ବୁଝିପାରିଲେ କେତେ 3 ବାଇ 4 କିମ୍ବା ୟାର ଆଉ ଗୋଟେ ମେଥଡ ମଧ୍ୟ ଅଛି ଆଉ ଗୋଟେ ମେଥଡ କଣ ଅଛି ଭାଇ ମାନେ ଯଦି ଏଇ ଯୋଉ କଣ କହିଛି ଭାଇ ମାନେ ତାହେଲେ ଏ କେବଳ କଣ ବାକି କାମ କେତେ ଦିନ ଏତିକି ଦିନ କରିକି ସାରିବ ମୁଁ କଣ କହୁଛି ଶୁଣନ୍ତୁ ଯୋଉ ବି କରିଛି ଗୋଟେ ଦିନ କାମ କରିଛି ବି ଏ ସହିତ ମିଶି କଣ ଗୋଟେ ଦିନ କାମ କରିଛି ଯଦି ନ କରିଥାନ୍ତା କଣ କରିଥାନ୍ତା ଯଦି ସରି ଯଦି ଏ କଣ କରିଛି ନା ବି ସହିତ ମିଶିକି ଏ କଣ କରିଛି ନା ଏ କଣ କରିଛି ନା ବି ସହିତ ମିଶି ଗୋଟେ ଦିନ କାମ କରିଛି ଯଦି ବି କାମ ନ କରିଥାନ୍ତା ତାହେଲେ କଣ ହଉଛି ନା ଏଇ ଯୋଉ ଗୋଟେ ଦିନ ସେ ଯେତିକିଟା ଇଟା ତିଆରି କରିଛି ସେଇଟା କଣ ହେଇଥାନ୍ତା ନା ମାଇନସ ହେଇଯାଇଥାନ୍ତା ବୁଝିହଉଛି ତାହେଲେ ଗୋଟେ ଦିନ ସେ ଯେତିକିଟା ଇଟା ତିଆରି କରିଛି ସେଟା କଣ ହେଇଥାନ୍ତା ମାଇନସ ହେଇଥାନ୍ତା ତ 40ଟା ଇଟା ତିଆରି କରିବା କଥା କିନ୍ତୁ ବି ୟା ପାଇଁ କଣ ଅଛି ନା ଏ ପାଇଁ ଗୋଟେ ଇଟା ତିଆରି କରିବେ ତ ଯେ 5ଟା ଇଟା ନ କରିଥିଲେ ଟୋଟାଲ ଇଟା କେତେଟା କରିଥାନ୍ତା 45ଟା କରିଥାନ୍ତା 45ଟା କରିଥାନ୍ତା ଏଇ 45ଟା ଇଟାକୁ ଦିନକୁ କରୁଛି କେତେ 4ଟା ଲେଖା କରୁଛି କେତେ ଲେଖା କରୁଛି ନା 4ଟା ଲେଖା କରୁଛି এই মেথড তাহলে এটাকে এই মেথডে করবে ঠিক আছে এটাকে এই মেথড দিয়ে করবে বুঝিও না বুঝিও ବିଫୋର ଆଉ ଆଫ୍ଟର କଲା ବେଳେ ସେଇ ମେଥଡ ଲାଗିବ ବୁଝୁଛି ତ ବାକି ଯୋଉ ବିଫୋର ଆଉ ଆଫ୍ଟର ମାନେ ବିଫୋର କମ୍ପ୍ଲିସନ ଅଫ ୱାର୍କ ବିଫୋର ଆଫ୍ଟର କମ୍ପ୍ଲିସନ ଅଫ ୱାର୍କ ଏସବୁ କ୍ୱେଶ୍ଚିନ୍ କାଲି ଆମେ କରିବା ଆଉ ୟା ପରେ ବହୁତ ଗୁଡିଏ କ୍ୱେଶ୍ଚିନ୍ ମଧ୍ୟ ଡିସ୍କସନ କରିବା ତ ଆଜି ଆପଣଙ୍କୁ ଯାହା ପଢିଆ ହେଲା ଏଫିସିଏନ୍ସି ଆଉ ବାକି ସବୁ ଆପଣ ମାନେ ଟିକେ ଧ୍ୟାନ ସହିତ ଦେଖିକି ଠିକ ଅଛି ତ ଆଜି ପାଇଁ ଭାଇ ଭାଇ କ୍ଲାସ ଏତିକି ଥାଉ ଦେଖା ହବ ପୁଣି କାଲି କ୍ଲାସ ଜୟ ଜଗନ୍ନାଥ